मुई बहु प्रतीक्षार बासर राति जो राति को प्रत्येक कुआरी छमारे जातक सहित अपेक्षा कर रही था राति सिने मो पाई नुआ साथी तो पुराना ना कौन तो साथी पुराना आउ सब तो नुआ नुआ लगे बना मारे बाबा आपण ମୁଁ ଜାଣିଛି ରେ ମା ଏମିତିକା ଏକ ସମୟରେ ତୋ ପାଖକୁ ମୋର ଆସିବାଟା ଉଚିତ ନଥିଲା ଆସିବି ନଥାନ୍ତି କଣ କରିବି କହିଲୁ ମା କେଇ ପଦ କଥା କହିବି ବୋଲି ମନ ଭିତରଟା ଖାଲି ଗୋଳେଇ କାଞ୍ଚି ହେଲା କୋଉଠି ସ୍ଥିର ହୋଇ ବସି ପାରିନି ସେଇଥିପାଇଁ ପୁରା ଚାଲି ଆସିଲି କହୁନାହାନ୍ତି ବାବା କଣ କହିବେ କୁହନ୍ତୁ ମାରେ ଏଇ ରତନ କଥା ବୋଧେ କହିବି କୁହନ୍ତୁ ବାବା ମା ମୋ ପୁଅଟା ବହୁତ ଦୁଃଖୀ ଏଇଟା ହେଇଥାଏ ତା ମା ତାକୁ ଛାଡ଼ି ଆର ପାରିକି ଚାଲିଗଲା ସେଇ ଦିନଠୁ ସୁଖ କଣ ତା ଜୀବନରେ ସେ ଜାଣିନି ସୁଖ ଟିକେ ପାଇବା ପାଇଁ ସଂଗ୍ରାମ କରି ଚାଲିଛି ଯେ ଏପର୍ଯ୍ୟନ୍ତ ସୁଖର ସ୍ପର୍ଶ କରିପାରିନି ମାରେ ତମେ ଜଣେ ଆଜିଠାରୁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛ ମୁଁ ଠାକୁରଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ମା ତମ ଦାମ୍ପତ୍ୟ ଜୀବନ ସୁଖମୟ ହଉ ମାରେ ମୁଁ କେବଳ ଏତିକି କହିବା କଥା ଯଦି କୌଣସି କାରଣରୁ ମୋ ପୁଅ ତନୁ ତମ ମନରେ ଆଘାତ ଦିଏ ତମେ ଅଶାନ୍ତି ହବନି ତମର ସେଇ ସହନଶୀଳ ହୃଦୟରେ ମୋ ପୁଅଟାକୁ କ୍ଷମା କରିଦେବ ଏତିକି ହୋଇ ହେମାତ ପାଖରେ ଏତିକି ଆପଣ ମୋ ଉପରେ ହାତ ଯୋଡ଼ି ମୋ ମତ ଉପରେ ବାପର ବୋଝ ଲଗେଇ ଦିଅନ୍ତୁନି ମୁଁ ଆପଣଙ୍କୁ କଥା ଦେଉଛି ବାପା ମୁଁ ଆପଣଙ୍କ ପୁଅଙ୍କୁ କେବେ ବି ଅଶାନ୍ତି କରିବିନି କେବେ ବି ଅସହ୍ୟ କରିବିନି ଦୁନିଆର ସବୁତକ ସୁଖ ଆଣି ମୁଁ ତାଙ୍କ ପାଦ ତଳେ ଅଜାଡ଼ି ଦେବି ପତିଧର୍ମ ପାଳନ କରିବା ପାଇଁ ମୋତେ ଯେ ନର୍କକୁ ଯିବାକୁ ପଡ଼େ ତଥାପି ମୁଁ ପଛେଇ ଯିବିନି କଣ କହିଲୁ ମା ନାଇଁ କଣ କହିଲୁ ସେ ପଦୁଟେ କଥା ଆଉ କରି ମା କହରେ ମା ତୁ ମୋର ସେ ପଦୁଟେ କଥା ଶୁଣି ସାରିବା ପରେ ଏ ବୁଢ଼ା ପାଟର ପେଟ ପୁରି ଯାଉଛି ମତେ ଯେମିତି ଲାଗୁଛି ଏ ଦୁନିଆର ସବୁ ଯାକ ଖୁସି ମୋ ହାତରେ ଅଜାଡ଼ି ହେଇ ପଡ଼ିଛି ମାରେ ଏତିକି ଆଶୀର୍ବାଦ କରୁଛି ତ ଶଙ୍ଖା ସିନ୍ଦୁର ବଜ୍ର ହଉ ମା ଆସିଛି ନା ମୋ ପ୍ରତି ତାଙ୍କର ସନ୍ଦେହ ନା ମୁଁ ତାଙ୍କର ଅରୁଚି ତାଛଡ଼ା ଅତ୍ୟନ୍ତ ମୋ ବନ୍ଧୁ ଆମ ବନ୍ଧୁତା ବି ସୁନ୍ଦର ଆମେ ଦୁଇଜଣ ପରସ୍ପର ନିଜ ଇଚ୍ଛାରେ ବିବାହ କରିଛୁ ଯୋଉଟାକି ଆମ ପାଇଁ ଖୁସି ଆଉ ଆନନ୍ଦ ଏଠି ଦୁଃଖ ପାଇଛି ଏ ଭଗବାନ ଇଏ କଥା ଆସିଗଲେ ଆରେ ମୋ ମନ ଭିତରେ ହଠାତ୍ ଏତେ ଲାଜ ଆସିଲା କୋଉଠୁ ଯେ କାହିଁ ଅଜନ୍ତା ମୋ ବନ୍ଧୁ ଥିବା ସମୟରେ ମୁଁ କେବେ ବି ଅନୁଭବ କରିନଥିଲି ଓ ବୁଝିଲି ଆଜି ଆମ ବାସର ରାତି ସେଇଟା ପୁଣି ସ୍ୱାମୀ ସ୍ତ୍ରୀର ସମ୍ପର୍କ ଲାଜ ଲାଗିବା ତ ସ୍ୱାଭାବିକ କଥା ମୋର ମନ କାହା ସହିତ କଥା ହଉଛି ନାଇଁ ସେ କିଛି ନୁହେଁ ହେଲେ ମୋ ଅନ୍ତରଙ୍କ ବାନ୍ଧବୀ ମୋ ପତି ହେଇଗଲା ପରେ ତା ଭିତରେ ଏତେ ଲାଜ ଭୟ ଲାଗେ ଆରେ ରୁହ ମୁଁ ଆଗ ତମକୁ ପ୍ରଣାମ କରିସାରି ତାପରେ ତମେ ମୋତେ ଛୁଇଁ ସୌଭାଗ୍ୟବତୀ ଜୀବନ ତମର ସରିସୁନ୍ଦର ପରିବେଶ ପାଖରେ ମୋର ଏତିକି କାମ ତମେ ତ ମୋ ଈଶ୍ୱର ମୋ ପତି ପରମେଶ୍ୱର ତମେ ମୋ ସୌଭାଗ୍ୟର ଅଧୀଶ୍ୱର ତମେ ମୋ ପାଇଁ ସ୍ୱର୍ଗ ତମେ ମୋ ପାଇଁ ବୈକୁଣ୍ଠ ମୋ ପାଇଁ ସବୁ କିଛି କେବଳ ତମେ ତମେ ଆରେ ବା ଏତେ ସୁନ୍ଦର କଥା ଗୁଡ଼ାକ କହିଲ ଆଗରୁ ପ୍ରାକ୍ଟିସ କରିଥିଲ ବୋଧେ ନାଇଁ ନାଇଁ ଅପ୍ରାଟେ ଶବ୍ଦ ଗୁଡ଼ା ପାଟିରେ ଯୋଡ଼ି ହେଇଥିଲା ଆଚ୍ଛା ଅଞ୍ଜଳି ମୋତେ ଗୋଟେ କଥା କୁହନ୍ତୁ ଏମିତି ଭାବ ତମ ବନ୍ଧୁ ସମ୍ପର୍କରେ କେବେ ଆସିନି ଆଜି ଏତେ ନିଆରା ଲାଗୁଛି କଣ ପାଇଁ ନିଆରା ଲାଗିବା ସ୍ୱାଭାବିକ କଥା ଆଜି ଯେତେବେଳେ ଆମ ସମ୍ପର୍କ ବଦଳି ଯାଇଛି ସେ ସମ୍ପର୍କରେ ମୋ ବନ୍ଧୁ ସମ୍ପର୍କ ନିଆରା ଲାଗିବା ସ୍ୱାଭାବିକ କଥା ଅଞ୍ଜଳି ତମର ନିଆରା ଶବ୍ଦକୁ ନେଇ ଗୋଟେ ନିଆରା କଥା କହିବି ତମେ କଣ ଖୁସି ହେଇପାରିବ ଗୋଟେ ନିଆରା ଆଘାତକୁ ତମେ କଣ ସହିପାରିବ ଏଇ ତମେ ଏମିତି କଣ କହୁଛ ଯେ ଏଇଥର ମୁଁ ତମକୁ ପତି ସୁଖ ଦବାର ଅକ୍ଷମ ହେଇଗଲି ତମକୁ ନିଆରା ଲାଗିବ କି ହଁ ଲାଗିବ ଏଇଥର ମୁଁ ତମକୁ ମାତୃତ୍ୱ ଦବାର ଅକ୍ଷମ ହେଇଗଲି ତମକୁ ନିଆରା ଲାଗିବ କି ଏଇ କଣ ହେଇଛି ତମର ଆଜି ଭଳି ରାତିରେ ଏମିତି ନେଗେଟିଭ କଥା ଗୁଡ଼ା ତମେ କଣ ପାଇଁ କହିଯାଉଛ ନେଗେଟିଭ କଥା ନୁହେଁ ଅଞ୍ଜଳି ବାସ୍ତବତାର କଥା କହୁଛି ଏଇ ଆଜି ବାସ ରାତିରେ ଜୀବନ ସହିତ ଜୀବନ ଆରମ୍ଭ କରୁ ତାକୁ ନିଜ କହିକି ଠକିଦେବାକୁ ମୁଁ ଚାହେଁ ଦେଖ ପୁଣି ବଞ୍ଚେଇ କହିବା କିଛି ବି ଦରକାର ନାହିଁ
मते सीधा और सफा को वास्तव कथा कर को कथा में मते ठके देवार प्रश्न तो मन रे आसुची सब सत कुरा सुनिला परे तो मते असला हो एकुटिया कर छाड़ी चली जीवन तो नहीं अतनु मो तम छे कोन भी जीविनी वो पंचम तमर साथी मोरी भी तमर साथी मो तम कथा दउची ताले सुनो प्लस में कहे मो शरीर में बढ़ती रे हस्पताल में कर तीसरी वर्ष में एमती काम क्या करते तापर बाध्य डॉक्टर पाको डॉक्टर मते टेस्ट कर कहले मते ब्रेन ट्यूमर हे भगवान तापर तुम तो चिकित्सा कलो कि नहीं चिकित्सा करी एता सबुतर को संख्या पाई अर्थर अभाव मते ऑपरेशन करबार सुযোগ दे किंतु गत वर्ष पुणी थरे जाई मो डॉक्टर पाके टेस्ट कर आ डॉक्टर रिपोर्ट देखि जा कहले मो पाद तल माटी खसते अनुभव करी घर को फेरले निराशा को सती ए डॉक्टर तो रिपोर्ट रखी ना कौन कहले उपयुक्त समय ऑपरेशन हब से ट्यूमर बाधिता मो पूरे सत्य को ध्वस्त करी देइछ वो केवल जीवन रे बाबा ए पारिबी आ उपयुक्त समय ऑपरेशन तले ए जीवन केवल शेष है আমার বাবা হো বা কিছু দরকার নাই তুমি বলছি রইবা মো বেশ বড় বড় কথা আমরা কিছু করি তুমি মো ভালো করিবি তুমি অপারেশন মো করিবি ele को पारी मत रे दे तो ये तो बता मुझे ले को মো তো খাসির को বলছি বাবা দরকার পড়লে তুমি আটার উপর নিজে মুখে ইনে করিবে এলাম করে দেবে বলি আর তুমি কি ভালো করে পে মতে যে নরক করে দিবা পড়ে তথাপি মো পছন্দ করি मामा आपण केमिति सोइबि जे केमिति निद आसीबो आदर्श मोर गोटे बोली पुओ ता जीवन रो ता संसार रो आरंभ समय रे मोर पर किछि कर्तव्य अछि ना नाही कोनते मामा कोन कहिबे तम भल पाइबार स्वाद केते न जाने तम बंधुतार स्वाद केते ता भी कोन करिबे एले तम स्वामी स्त्री संपर्क रो स्वाद केते आज मु देखिबी आ परखिबी मु आपण कथा किछि बुझि पल्लिनी मामा कोन बुझा रहिला जे तमे माने परा कुह तम बंधु प्रेम टिके नियारा हेले मु देखिबा को चाहे तम स्वामी स्त्री संपर्क रो स्वाद टिके नियारा को ता तो हबो हेले केने पोकी जाय कि रे मु कोन कहूची किछि बुझि पारुनु सुन आदर्श बाघर को लेकिन मु बहुत खूब व्यस्त थी हेले तार को झियो पसंद हो नथि तू तो तार पसंद रो पात्री जते शीघ्र ए महापात्र वंश को गुटे मन पसंद रो उपहार दबो सेते शीघ्र मु खुशी जे हेले मु जे हेले कि तू हेरे को मु किछि सुनिबा को चाहेनी एडी जीवन को उपभोग करी बुढ़ा बुढ़ी बयस रे बाप मां बापू मु जमा भी पसंद करे मोर गुटे गुलु गुलिया नाती दरकार जहाँ को छाती रे चापी धरी मो स्वामी को अनुपस्थित की मु भूली छी से हम मो बर आ मु हेबी ता कन्या और किछि बुझिल ना नहीं बुझिली जे बाहरी को गुटे चटकणी छे तोर सब जे छड़े देबी जानि कोन के आश्चर्य कथा रे कहि देली जे हेले किंतु सब लगी चली छु अरे आदर्श तो कंपनी कथा बुझिबो तू भी ता संगे जाई कि कंपनी रे ताको साहाय्य कर
ଆଉ ଘରେ ଏକା ଏକା ବସିକି ମୁଁ କଣ କରିବି? ମୋର ପୁଣି ଗୋଟେ ସାଥୀ ଦରକାର ନା ନାହିଁ? ଏଠି ରାତି ପାଇକି ସକାଳ ହେଲା ବେଳକୁ ଖୁସି ଖବର ଜାଣିବା ମୋ ନିହାତି ଦରକାର। ତା ନହେଲେ ଦି ଜଣ ଯାକ ମତେ ଚିହ୍ନିବ ଆଉ ସେତେବେଳେ କହିବୁନି ମୋ ଶାଶୁ ନରମ ଭିତରେ ଏତେ ଗରମ। ଶୀଘ୍ର ନା ଏତେ ଶୀଘ୍ର କହିଦଉଛି। ହେ ଭଗବାନ, ମୁଁ ଏବେ କଣ କରିବି? କାହାକୁ କେମିତି ବୁଝେଇବି? କଣ ହବ ଏବେ ମୋ ଅବସ୍ଥା? ଆଦର୍ଶ କଣ ମୋ କଥାକୁ ସତ ବୋଲି ଗ୍ରହଣ କରିବେ? ସେ ଖୁସି ହେବେ ନା ଆଘାତ ପାଇବେ? ଏ କୋଉ କଥା? ମାମା କଣ ପାଇଁ ଏଠିକି ଆସିଥିଲେ? ଆଶ୍ଚର୍ଯ୍ୟ, ମୁଁ ଏତେ କଥା ପଚାରୁଛି ତମେ ଚୁପଚାପ, ପୁଣି ମତେ ଦେଖି ଏମିତି ଚମକି ଉଠିଲ କାହିଁକି? ଓହ, ବୁଝିଲି। ମାମା ବୋଧେ ତମକୁ କିଛି କହିଛନ୍ତି ଯୋଉଥିପାଇଁ ତମେ ଭୟ ପାଇଯାଇଛ। ଆରେ ବାବା, ମୋ ମାମା ସେମିତି ମଣିଷ, ନୀରବ ଥିବେ, ହଠାତ୍ ଗର୍ଜନ କରି ଘରଟାକୁ କମ୍ପ୍ରମାଇଜ କରିଦେବେ, ତାପରେ ପୁଣି ନୀରବ ଯେମିତି କିଛି ହେଇନି। ମାମାଙ୍କ ବିଷୟରେ ମୁଁ ତ ତମକୁ ସବୁ କଥା କହିଛି, ଆଉ ପୁଣି ଭୟ କରିବାର କଣ ଅଛି? ଅଲରେଡି ତମେ ମୋ ପାଖକୁ ଆସିବ ନା ମୁଁ ତମ ପାଖକୁ ଯିବି? ତମେ ଡୋର ଲକ୍ କରିଲେ କଣ ପାଇଁ? ଲକ୍ କରିବା କଣ ନିହାତି ଦରକାର? ଆଉ କଣ ଡୋର ଖୋଲା କରି ଆମେ ବାସରେ କରିବା? ଅସୁବିଧା କଣ? ଆରେ ବନ୍ଧୁବାନ୍ଧବ ମାନେ ସବୁ ସେମାନଙ୍କ ଘରକୁ ଚାଲିଗଲେଣି, କାମବାଲି ସେମାନେ ବି ତାଙ୍କ ରୁମରେ ବିଶ୍ରାମ ନେଲେଣି। ଆଉ ଘର ଭିତରେ ମଣିଷ କହିଲେ କେବଳ ମୋ ମାମା ଜଣେ। ମୁଁ ଏଇ ଘରକୁ ଆସିବା ପରେ ମାମା କଣ ଏଠିକି ଆସିବେ ପୁଅର ଭାସ୍କ ଦେଖିବାକୁ? ତାଙ୍କର ପୁଣି ଲଜ୍ଜା ଅଛି ନା ନାହିଁ? ଆମର ତ ପୁଣି ଲଜ୍ଜା ଅଛି ନା? ମହଲା ପରେ ମହଲା ଅତିକ୍ରମ କରି ତୃତୀୟ ମହଲାରେ ସୁସଜ୍ଜିତ କୋଠରୀ ଭିତରକୁ କେହି ବି ଆସିବାକୁ ସାହସ କରିବେନି, ଏ କଥାର ଗ୍ୟାରେଣ୍ଟି ମୁଁ ଦେବି। ଆରେ ବାବା, ଆମେ ଲାଇଟ୍ ଅଫ୍ କରି ଶୋଇବା ନା? ଲଜ୍ଜା କଣ ତା ଭିତରେ ଲୁଚି ଯାଇ ପାରିବନି କି? ଶୁଣ, ତମେ ଲେଟ୍ କରନି, ଶୀଘ୍ର ଯାଇ ଲାଇଟ୍ ଅଫ୍ କର। ଏଇ ଶୁଣ, ବାସର ଦୀପକୁ ଟିକେ ସେପଟକୁ ରଖିବ, କାରଣ ଝାପ୍ସ ଆଲୋକରେ ରୋମାନ୍ସର ମଜା ନିଶ୍ଚୟ ଟିକେ ନିଆରା। ସବୁ ହବ ଯେ, ହେଲେ ମୋର କିଛି ବ୍ୟକ୍ତିଗତ କଥା ଅଛି, ମାନେ ଯାହାକୁ ମୁଁ ତମ ସହିତ ସେୟାର କରିବାକୁ ଇଚ୍ଛା କରେ। ଆରେ ଆମେ ଦି ଜଣ ବିବାହ ବନ୍ଧନରେ ବାନ୍ଧି ସାରିବା ପରେ ଆଉ ପୁଣି ବ୍ୟକ୍ତିଗତ କଣ? ଏମିତି ସବୁ କଥା ଆମ କଥା ଭିତରେ ସୁଖ ଦୁଃଖ, ଖୁସି ଆନନ୍ଦ, କଷ୍ଟ ଆଘାତ ଯନ୍ତ୍ରଣା ଏ ସବୁ କିଛି ରହିବ, ଆଉ ସେ ସବୁକୁ ଆମେ ଆମ ଭିତରେ ସେୟାର କରିବା। କଣ ଭୁଲ କରିବି? ମୋ କଥା ଶୁଣି ସାରିଲା ପରେ ମୁଁ ତମକୁ ପ୍ରତାରଣା କରୁଛି ବୋଲି ତମ ଗୋଟେ ପାଖରୁ ଦୂରେଇ ଦେବନି ତ? ଅପର୍ଣ୍ଣା, ତମେ କଣ ସବୁ କହିଯାଉଛ? ସେମିତି ଗୋଟେ କଥା ତମକୁ କହିପାରୁଛି ନା? ଥାଉ ବାବା, ଆଜି ନୁହେଁ, ତମେ ଆଉ କେବେ କହିବ, ଥାଉ। ତାରି ମୁଁ ସ୍ଥିର କରିଥିଲି, କିନ୍ତୁ ଆଜି ତମ ମାମା ତାଙ୍କ ଇଚ୍ଛା, ତାଙ୍କ ଆଶା, ତାଙ୍କ ଖୁସି ଏମିତି କଥା ଶୁଣି ମୁଁ ବହୁତ ବ୍ୟସ୍ତ ହେଇ ପଡିଛି। ଆଜି ତମେ ସବୁ କିଛି ଶୁଣିବା ନିହାତି ଦରକାର। ମାମା କଣ ଆଶା କରନ୍ତି? ଆରେ କଣ ତାଙ୍କ ଖୁସି ଆନନ୍ଦ? ତମ ମାମା ଚାହାନ୍ତି ଯେତେ ଶୀଘ୍ର ଆମେ ବାପା ମା ହବା। ଏଇ ଦେଖ, ଆରେ ଏଇଟା ଏମିତି କିବା କଥା ଯେ ଆମେ ଦି ଜଣଙ୍କର ବାହାଘର ସରିଛି ଯେତେବେଳେ ବାପା ମା ହବାର ଅସୁବିଧା କୋଉଠି ଅଛି ଯେ ତମେ ଏମିତି ଭାରାକ୍ରାନ୍ତ ହେଇ ପଡିଛ? ହଁ, କେହି ବିଳମ୍ବ କରନ୍ତି ଆଉ କେହି ଶୀଘ୍ର। ଏଇ ଶୁଣ, ଆମ ମାମାଙ୍କ ଖୁସି ପାଇଁ ଆମେ ଶୀଘ୍ର ବାପା ମା ହେଇଯିବା, ଏଥିରେ କେତେ କଣ? କିନ୍ତୁ ମୁଁ ଆଦୌ ମା ହେଇପାରିବିନି। ମା ହେଇପାରିବନି? କିନ୍ତୁ କାହିଁକି? କଣ ପାଇଁ ତମେ ଏମିତି ଗୋଟେ ନେଗେଟିଭ ଚିନ୍ତାଧାରା କରୁଛ? ଏଇଥିପାଇଁ କହିଛି ଯେ ସନ୍ତାନ ଧାରଣ କରିବା ପାଇଁ ଯୋଉ ଗର୍ଭାଶୟ ଆବଶ୍ୟକ, ସେ ଗର୍ଭାଶୟ ମୋର ନାହିଁ। କହିଯାଉଛ? ସତ କଥା ହିଁ କହୁଛି। ଅପର୍ଣ୍ଣା, 3 ବର୍ଷ ତଳେ ମୋ ପେଟରେ ଅଚଳ ଯନ୍ତ୍ରଣା ହେବାରୁ ମୁଁ ଡାକ୍ତରଙ୍କ ପାଖକୁ ଗଲି। ଆମ ରିପୋର୍ଟ ଆସିଲା ମୋର ମାସିକା ପ୍ରୋବ୍ଲେମ ପାଇଁ ମୋ ଗର୍ଭାଶୟରେ କ୍ୟାନ୍ସର ସୃଷ୍ଟି ହେଇଛି। ଅପରେସନ କରି ମୋ ଗର୍ଭାଶୟକୁ ମୋ ଶରୀରରୁ ଅଲଗା ନ କଲେ ଭବିଷ୍ୟତରେ ମୋ ପାଇଁ, ମୋ ସନ୍ତାନ ପାଇଁ ବହୁତ ବଡ଼ କ୍ଷତି ହବ। ତେଣୁ ମୁଁ ନିଜର ସୁରକ୍ଷା ପାଇଁ ଅପରେସନ କରି ମୋ ଗର୍ଭାଶୟକୁ ନଷ୍ଟ କରିଦେଇଛି। ମୁଁ ଜାଣିଥିଲି
ठीक जानी मु ए सब कथा सुनी सारा परे तमे बहुत आघात पाइबो हेले मु आउ कोन करि थांती मो भाभी थिली संतान के अन्य कोठा आनी ताको पानी पोसे मु तार मां ही पारी हेले जो घर सुस्त संतान जन्म दे पारिबनी तमे को ताको सब हृदय साइड रखी जंत्रणा होई जीवन को केबे दे आदर नहीं साथी नहीं पन्ना नहीं तमे ठीक निष्पत्ति नहीं छ ठीक निष्पत्ति नहीं छ हेले मते विश्वास कर मते मु तम सहित प्रतारणा करिनी विश्वास घातकता करिनी मु तम सहित हम बंधु प्रेम को आगे नब पाई से दिन ए विवाह करता मु मानी नहीं से ए आदर्श तमे तमे जमार बेटो होनी अन्य जे कोन जो पारे हम दिन बाप मा हे यही कदम तमे के तम मामा को बुझे दबो मो पर भरोसा रखो विश्वास करो मते पति सुख दवारे को टिके भी अवहेला करिनी ए आदर्श मो हेटी को अभाव पाई तमे कर मते क्षमा करि न मानी हाँ क्षमा कर देली मु आ मु भी अनुभव करबा को चाहे मो पत्नी प्रेम हो टिके नियारा निया विधाता करे खेला फूलर खाई मिले ना फल विधाता करे खेला फूलर खाई मिले ना फल हाँ नहीं नहीं तक किछु हबनी तमे केही बे तो संगे संगे पहुंचुची मो मिलनर पर्व আজি অধার হি যায় রাতি অছি বাকি স্বপ্ন সহি যায়